ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ। ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ସ୍କିପ୍ ନକରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତେଣୁ ଆପଣଙ୍କର ବ୍ୟସ୍ତବହୁଳ ସମୟ ମଧ୍ୟରୁ ମାତ୍ର 10 ମିନିଟ୍ ସମୟ ଆପଣ ନିଜ ପାଇଁ ବି ଦିଅନ୍ତୁ ଏବଂ ନିଜ ଜୀବନରେ ହେବାକୁ ଯାଉଥିବା ଏହି 46 ଦିନର ମହାପରିବର୍ତ୍ତନ ବିଷୟରେ ଆପଣ ସର୍ବପ୍ରଥମେ ଜାଣନ୍ତୁ। ଦେଖନ୍ତୁ ବନ୍ଧୁମାନେ, ବେଳେବେଳେ କେବଳ ଏମିତି ଗୋଟିଏ ରାଶିର ଆବଶ୍ୟକତା ଥାଏ ଯାହା ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ। ତ ଆମ ଜୀବନରେ କେଉଁ ଦଶହରା ଦିଗ ହରା ହୋଇଥାଏ, ସେହି ଜୀବନକୁ ଏକ ସଠିକ୍ ମାର୍ଗ ମଧ୍ୟ ମିଳିଥାଏ। ସେମିତି ଆମ ରାଶିରେ, ଆମ ଭାଗ୍ୟରେ ଏମିତି ଗୋଟେ ଗ୍ରହର ଆବଶ୍ୟକତା ଥାଏ ଯିଏ ଆମ ଜୀବନର ପୁରା କୁଣ୍ଡଳୀକୁ ସମ୍ଭାଳିବ ଏବଂ ତା ସହିତ ଆମ ଭାଗ୍ୟକୁ ମଧ୍ୟ ସମ୍ଭାଳିବ। ଏବେ ଯେଉଁ ଖରାପ ପରିସ୍ଥିତିରେ ଅଛନ୍ତି ସେଥିରେ ଆପଣଙ୍କୁ ବାହାରକୁ ଆଣିବ ଏବଂ ଦେଖନ୍ତୁ, ଯଦି ସେହି ଗ୍ରହଟି ଯେତେବେଳେ ଗୋଟିଏ ଏମିତି ଭାବକୁ ଆପଣଙ୍କର ପ୍ରବେଶ କରିବ ଯେଉଁଠାରୁ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହେବାର ସଂକେତ ମିଳିବ ଏବଂ ଆପଣଙ୍କୁ ନୂତନ ଦିଶା ଏବଂ ଦଶା ମିଳିଲା ଭଳିଆ ଅଭାବ ହେବ, ସେତେବେଳେ ଜାଣିବେ ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଅଛି। ଏବଂ ଦେଖନ୍ତୁ ବନ୍ଧୁମାନେ, ଯଦି ସେହି ଗ୍ରହଟି ଦେବତାଙ୍କର ଗୁରୁ ଦେବଗୁରୁ ବୃହସ୍ପତି ହୁଅନ୍ତି, ତାହେଲେ ଜାଣନ୍ତୁ ଆପଣଙ୍କର ଉପରେ ଈଶ୍ୱରଙ୍କର କୃପା ଦୃଷ୍ଟି ପଡ଼ିଲା। ବିଳମ୍ବ ହେଉ ପଛେ ଆପଣଙ୍କ ଉପରେ କୃପା ଲାଭ ହେଉଛି। ତାହା ହେଉଛି ସବୁଠାରୁ ବଡ଼ ପରିବର୍ତ୍ତନ, ସବୁଠାରୁ ବଡ଼ କଥା। ଦେଖନ୍ତୁ, ଦୀର୍ଘ 12 ବର୍ଷ ପରେ ଦେବଗୁରୁ ବୃହସ୍ପତି କର୍କଟ ରାଶିକୁ ଗୋଚର କରୁଛନ୍ତି ଏବଂ 18 ଅକ୍ଟୋବର ଦିନ ଗୋଚର କରିବେ ଏବଂ ସେହି କର୍କଟ ରାଶିରେ ଦେବଗୁରୁ ବୃହସ୍ପତି ଉଚ୍ଚ ସ୍ଥିତିରେ ରହିବେ। ସେଥିପାଇଁ ଏହି କାର୍ଯ୍ୟକ୍ରମଟି ସମସ୍ତ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଅଛି। କାରଣ ଆପଣଙ୍କ ରାଶିରେ ଏପରି ଏକ ଗୃହକୁ ଗୋଚର କରୁଛନ୍ତି ଯେଉଁ ଗୃହରେ ଗୁରୁ ସ୍ୱୟଂ ଉଚ୍ଚରେ ରହିବେ ଏବଂ ସେହି ଗୃହରେ 46 ଦିନ ପର୍ଯ୍ୟନ୍ତ ରହିବେ, ମାନେ 18 ଅକ୍ଟୋବର ଠାରୁ 3 ଡିସେମ୍ବର ପର୍ଯ୍ୟନ୍ତ ରହିବେ। ତେବେ କ'ଣ ପରିବର୍ତ୍ତନ ହେବ ଏହି 46 ଦିନରେ, କେଉଁ କ୍ଷେତ୍ରରେ ପରିବର୍ତ୍ତନ ହେବ ଏବଂ କେମିତି ପରିବର୍ତ୍ତନ ହେବ, ଏହି ଭିଡ଼ିଓରେ ବିଶେଷ ଭାବରେ ଆଲୋଚନା କରିବା। କିନ୍ତୁ ଏହି ଭିଡ଼ିଓଟି ଆଗକୁ ବଢ଼ିବା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ଗୁରୁଙ୍କର ମହାପରିବର୍ତ୍ତନ ବିଷୟରେ। ଦେଖନ୍ତୁ, ଆପଣଙ୍କ କୁମ୍ଭ ରାଶିରେ ଗୁରୁ ଆପଣଙ୍କର ପଞ୍ଚମ ଗୃହ ତ୍ୟାଗ କରି ଷଷ୍ଠ ଗୃହରେ ପ୍ରବେଶ କରିବେ ଏବଂ ବନ୍ଧୁମାନେ, ଷଷ୍ଠ ଗୃହ ହେଉଛି ଆପଣଙ୍କ ଜୀବନର ରୋଗ, କଷ୍ଟ, ଋଣ, ପୀଡ଼ା, ଶତ୍ରୁ, କୋର୍ଟ କଚେରୀ ଏହିଭଳି ସବୁ ସମସ୍ୟା ଗୁଡ଼ିକର ସେହି ଗୃହ ହେଉଛି ଷଷ୍ଠ ଗୃହ। ଏବଂ ଯେତେବେଳେ ଗୁରୁ ଆପଣଙ୍କର ଶୁଭ ଗ୍ରହ ଏହି ଷଷ୍ଠ ଗୃହରେ ପ୍ରବେଶ କରିବ, ନିଶ୍ଚିତ ଭାବରେ ସେହି ଗୃହରେ ଶୁଭ ଫଳ ପ୍ରଦାନ କରିବ ଏବଂ ଏହି ଗୃହରେ ଆପଣଙ୍କ ଜୀବନରେ ଏହି ଗୃହ ସମ୍ବନ୍ଧିତ ଯାହା ବି ସମସ୍ୟା ରହିଛି ତ ତାହାର ପ୍ରକୋପକୁ କ୍ଷୟ କରି ଶୁଭ ପ୍ରଭାବ ପକାଇବ। ଆରମ୍ଭ କରିବ। ଦେଖନ୍ତୁ, ଦେବଗୁରୁ ବୃହସ୍ପତି ଆପଣଙ୍କର ଷଷ୍ଠ ଗୃହରେ ରହିଥିବା କ୍ଷଣି, ଷଷ୍ଠ ଗୃହକୁ ଗୋଚର କରିବା କ୍ଷଣି ଆପଣଙ୍କର ଯେଉଁ ଚତୁଃପାର୍ଶ୍ୱରେ ଶତ୍ରୁ ବୃଦ୍ଧି ହେଉଥିଲେ, ବିଶେଷ ଭାବରେ ଆପଣ କର୍ମକ୍ଷେତ୍ରରେ ଆପଣଙ୍କର ଶତ୍ରୁ ବୃଦ୍ଧି ହୋଇ ଆପଣଙ୍କ ବିରୁଦ୍ଧରେ ଯେଉଁ ପଲିଟିକ୍ସ ଚଳାଇଥିଲେ, ଆପଣଙ୍କୁ ଉପରକୁ ବଢ଼ିବାକୁ ଦେଉନଥିଲେ, ଆପଣଙ୍କର ପ୍ରମୋସନରେ ବାଧା ସୃଷ୍ଟି କରୁଥିଲେ, ଆପଣଙ୍କ ସାଲେରୀ କମ କରାଉନଥିଲେ, ଦୀର୍ଘ ଦିନ ହେଲା ଆପଣ ଗୋଟିଏ କାର୍ଯ୍ୟରେ ପଡ଼ି ରହିଥିଲେ, ସେଥିରେ ଆପଣଙ୍କର ବିରାଟ ବଡ଼ ପରିବର୍ତ୍ତନ ଆସିବ। କାରଣ ଦେଖନ୍ତୁ, ଆପଣଙ୍କ କର୍ମକ୍ଷେତ୍ରକୁ ଗୁରୁଙ୍କର ପଞ୍ଚମ ଦୃଷ୍ଟି ରହୁଛି, ଯାହା ଫଳରେ ଗୁରୁଙ୍କର ପଞ୍ଚମ ଦୃଷ୍ଟିକୁ ଅତି ଉତ୍ତମ ବୋଲି ମାନାଯାଏ। ତେଣୁକରି ଆପଣଙ୍କ କର୍ମକ୍ଷେତ୍ରରେ ନିଶ୍ଚିତ ଭାବରେ ବଡ଼ ପରିବର୍ତ୍ତନ ଦେଖିବେ। ଆପଣଙ୍କର କର୍ମକ୍ଷେତ୍ରରେ ଯାହା ବି ସମସ୍ୟା ଚାଲିଛି, ଆପଣଙ୍କର ଉଚ୍ଚ ଅଧିକାରୀ ହୁଅନ୍ତୁ କିମ୍ବା ଆପଣଙ୍କର ସହକର୍ମୀ ହୁଅନ୍ତୁ କିମ୍ବା ଆପଣଙ୍କର ସହପାଠୀ ହୁଅନ୍ତୁ, ଯେଉଁମାନେ ଆପଣଙ୍କ କର୍ମକ୍ଷେତ୍ରରେ ସମସ୍ୟାକୁ ବୃଦ୍ଧି କରୁଛନ୍ତି, ଆପଣଙ୍କର ସେହି ସବୁ ସମସ୍ୟା ଗୁଡ଼ିକ ଦୂର ହୋଇଯିବ। ତା ସହିତ ଆପଣ ଯଦି ଆପଣଙ୍କ କର୍ମକ୍ଷେତ୍ରରେ ବିନା କାରଣରେ କୌଣସି ଏକ ପଲିଟିକ୍ସରେ ଫସି ଯାଇଥିଲେ, ବିନା କାରଣରେ ନିର୍ଦ୍ଦୋଷରେ ଆପଣ କେଉଁ କେସ୍ରେ ଛନ୍ଦି ହୋଇଥିଲେ କିମ୍ବା କୌଣସି ପଲିଟିକ୍ସ କେସ୍ ଆପଣଙ୍କର ଚାଲିଥିଲା, ତେବେ ମନେ ରଖନ୍ତୁ, ନିଶ୍ଚିତ ଭାବରେ ଏହି 18 ଅକ୍ଟୋବର ପରେ ଆପଣ ସେହି ସବୁ ସମସ୍ୟାର ମୁକୁଳି ଯିବେ। ସେହି ସବୁ ବିପରୀତ ପରିସ୍ଥିତିରୁ ଆପଣ ବାହାରକୁ ଆସିବେ।
ତା ସହିତ ଆପଣଙ୍କର ଆୟର ଗୃହକୁ ଯେହେତୁ ଗୁରୁଙ୍କର ନବମ ଦୃଷ୍ଟି ରହୁଛି, ଆପଣଙ୍କର ଆର୍ଥିକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆପଣ ଦେଖିବେ। ଆପଣ ଯଦି ନୂତନ ଜବ୍ ଚାହୁଁଥିଲେ କିମ୍ବା ଆପଣଙ୍କର ପୁରୁଣା ଜବ୍ ଛାଡ଼ି କୌଣସି ଏକ ନୂତନ ଜବ୍କୁ କରିବାକୁ ଚାହୁଁଥିଲେ, ଭଲ ସ୍ୟାଲେରୀ ସହିତ ଆପଣ ଚାହୁଁଥିଲେ, ତେବେ ସେହି ଆଶା ମଧ୍ୟ ଆପଣଙ୍କର ପୂରଣ ହୋଇଯିବ। ଏବଂ ଦେଖନ୍ତୁ ବନ୍ଧୁମାନେ, ଯଦି ଆପଣ ଚାକିରି କରିବା ପାଇଁ ବିଦେଶ ଯିବାକୁ ଚାହୁଁଥିଲେ, ବିଦେଶରେ କିଛି ବ୍ୟବସାୟ କରିବା ପାଇଁ ଚାହୁଁଥିଲେ, ତେବେ ମଧ୍ୟ ଆପଣଙ୍କ ପାଇଁ ବହୁତ ଭଲ ସମୟ ରହିଛି। ଆପଣ ଏହି ଅକ୍ଟୋବର ମାସ 18 ତାରିଖ ପରଠାରୁ ଆପଣଙ୍କର ଯେଉଁ ଲୋନ୍ ବଢ଼ିଯାଇଛି, ଲୋନ୍ କରଜ ହୋଇଗଲାଣି, ଆପଣଙ୍କର ଆଖି ପାଉନାହିଁ, ଏତେ କରଜ ହେଲାଣି, ସେହି କରଜରୁ ଆପଣ ମଧ୍ୟ ମୁକ୍ତି ପାଇବେ। ଏବଂ ତା ସହିତ ଦେଖନ୍ତୁ, ଆପଣଙ୍କ ଷଷ୍ଠ ଗୃହ ଯେହେତୁ ରୋଗର ଗୃହ ହୋଇଥାଏ, ଆପଣଙ୍କର ପୂର୍ବରୁ ଯଦି ପେଟ ସମସ୍ୟା କିମ୍ବା କୌଣସି ବ୍ଲଡ଼ ରିଲେଟେଡ଼ ସମସ୍ୟା, ଅସ୍ଥି ସମସ୍ୟା, ଯାହା ବି ଆପଣଙ୍କର ସ୍ୱାସ୍ଥ୍ୟରେ ବଡ଼ ସମସ୍ୟା ଚାଲିଥିଲା, ତ ସେଥିରେ ଆପଣଙ୍କୁ ଉପଶମ ମିଳିବ। କାରଣ ଗୁରୁ ଆପଣଙ୍କର ଷଷ୍ଠ ଗୃହକୁ ଆସି ଆପଣଙ୍କର ସ୍ୱାସ୍ଥ୍ୟରେ ବଡ଼ ପରିବର୍ତ୍ତନ ଆଣିବେ। ଦେଖନ୍ତୁ, ଶୁଭ ଗ୍ରହ ସବୁବେଳେ ଶୁଭ ଫଳ ପ୍ରଦାନ କରିଥାନ୍ତି। ତ ତା ସହିତ ଗୁରୁ ଯେହେତୁ ଅତି ଚାରି ଅଛନ୍ତି, ବହୁତ ଅଧିକ ଶୁଭ ଫଳ ପ୍ରଦାନ କରିବେ। ତା ସହିତ ଯଦି ଆପଣଙ୍କର କେହି ଗୁପ୍ତ ଶତ୍ରୁ ବଢ଼ିଯାଇଥିଲେ, ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ପରିବାର ହୁଅନ୍ତୁ, ଆପଣଙ୍କ ସମ୍ପର୍କରେ ହୁଅନ୍ତୁ, ସାଙ୍ଗସାଥି ହୁଅନ୍ତୁ, ଯେଉଁ ଶତ୍ରୁ ଆଚରଣତା ବଢ଼ିଯାଇଥିଲା, ସେଥିରେ ଆପଣ ବଡ଼ ପରିବର୍ତ୍ତନ ଦେଖିବେ। ଆପଣଙ୍କ ବିରୁଦ୍ଧରେ ଆପଣଙ୍କ ଚତୁଃପାର୍ଶ୍ୱରେ ଲୋକମାନଙ୍କର ଯେଉଁ ନିନ୍ଦା ଅପବାଦଟି ବଢ଼ିଯାଇଛି, ତାହା ଧୀରେ ଧୀରେ କମିବା ଆରମ୍ଭ ହୋଇଯିବ। କିନ୍ତୁ ତା ସହିତ ଆପଣଙ୍କର ଦ୍ୱାଦଶ ଗୃହକୁ ଗୁରୁଙ୍କର ସପ୍ତମ ଦୃଷ୍ଟିରୁ ରହୁଛି, ଯାହାଫଳରେ ଯେଉଁ ବ୍ୟକ୍ତିମାନେ ବିଦେଶରେ ରହିଛନ୍ତି ଏବଂ ବିଦେଶରେ ଚାକିରିକୁ ନେଇ ଟେନସନ୍ ଥିଲା, ତେବେ ଆପଣଙ୍କର ଚିନ୍ତା କରିବା ପାଇଁ କୌଣସି ଆବଶ୍ୟକତା ନାହିଁ। କାରଣ ଆପଣଙ୍କର ଗୁରୁଙ୍କର ଦୃଷ୍ଟି ଥିବା କାରଣରୁ, ତାହା ସହିତ ଶନିଙ୍କର ଗୃହରେ ଦୃଷ୍ଟି ଥିବା କାରଣରୁ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରାପ୍ତି ହେବ। ବିଦେଶରେ ରହି କିଛି ବ୍ୟବସାୟ କରୁଛନ୍ତି, ତେବେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ଯେଉଁ ବିଦ୍ୟାର୍ଥୀମାନେ ବିଦେଶ ଯିବା ପାଇଁ ଚାହୁଁଥିଲେ, ତେବେ ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି। ଏହି ସମୟରେ ଯଦି ଆପଣ ବିଦେଶରେ ପାଠ ପଢ଼ିବା ପାଇଁ ଚାହୁଁଛନ୍ତି, ତେବେ ତାହା ମଧ୍ୟ ଆପଣଙ୍କର ଦୂର ହୋଇଯିବ। ତାହା ସହିତ ଦେଖନ୍ତୁ, ଆପଣ ଯଦି ମେଡ଼ିକାଲରେ ଚାକିରି କରିଛନ୍ତି, ତେବେ ମଧ୍ୟ ଆପଣଙ୍କୁ ସେହି ଲାଇନରେ ବହୁତ ଅଧିକ ଉନ୍ନତି କରିବେ। ତେବେ ବନ୍ଧୁମାନେ, ଗୁରୁଙ୍କର ଏହି ଦୃଷ୍ଟିଟି ଆପଣଙ୍କ କର୍ମକ୍ଷେତ୍ର ସହିତ ଆପଣଙ୍କ ଆର୍ଥିକ ସ୍ଥିତି କ୍ଷେତ୍ରରେ ଚାଲିଥିବା ହେତୁ ବହୁତ ଅଧିକ ଭାବରେ ପ୍ରଭାବିତ କରିବା ସହିତ ବହୁତ ବଡ଼ ପରିବର୍ତ୍ତନ ଆଣିବ। ସବୁ ପରେ ଦେଖନ୍ତୁ, ଗୁରୁଙ୍କର ଶୁଭାଶୁଭ ଫଳ ବୃଦ୍ଧି କରିବା ପାଇଁ ଆପଣ ପ୍ରତିଦିନ ଶନିଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ତା ସହିତ ମନେ ରଖନ୍ତୁ, ହନୁମାନ ଚାଳିଶାର ମଧ୍ୟ ପାଠ କରନ୍ତୁ ଏବଂ ଶନିବାର ଦିନ ଶନିଙ୍କର ପାଦରେ ଚମେଲିର ତେଲ ଘର୍ଷଣ କରନ୍ତୁ। ଆପଣଙ୍କ ଉପରେ ଶନିଙ୍କର କୁଦୃଷ୍ଟି ରହିଛି, ବିଶେଷ ଭାବରେ ଆପଣଙ୍କର ଆର୍ଥିକରେ ବଡ଼ ପରିବର୍ତ୍ତନ ଦେଖିବେ। ସକାଳ ସମୟରେ ପାଣିରେ ଟିକେ ଗୁଡ଼ ମିଶାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। କାରଣ ଆପଣଙ୍କର ସୂର୍ଯ୍ୟ ଯେହେତୁ ନୀଚ ରହିଛନ୍ତି, ଶୁଭ ଫଳ ପ୍ରଦାନ କରିବା ଆରମ୍ଭ କରିବେ। ତେବେ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।